ଜଗନ୍ନାଥ ଫ୍ରେଣ୍ଡସ୍ ଆପଣଙ୍କୁ ଓଡ଼ିଶା ଜବରେ ସ୍ୱାଗତ। ଦେଖନ୍ତୁ ଓଡ଼ିଶା ଜବରେ ଗଭର୍ଣ୍ଣମେଣ୍ଟ ଆଣ୍ଡ ପ୍ରାଇଭେଟ ଜବର ଇନଫର୍ମେସନ୍ ବା ଅପଡେଟ୍ ସମ୍ପୂର୍ଣ୍ଣ ରିଏଲ୍ ମିଳିଥାଏ। ଦେଖନ୍ତୁ ଦେଖିବା କ'ଣ ଭ୍ୟାକେନ୍ସି ବାହାରିଛି। ଦେଖନ୍ତୁ ସ୍କୁଲ +2 +3 କଲେଜ ପାଇଁ ଚାକିରି, ଅଧ୍ୟାପକ ଅଛି, ଶିକ୍ଷକ ଅଛି, ପିଅନ ଅଛି, ୱାର୍ଡେନ୍ ଅଛି। ତାଙ୍କ କ୍ୱାଲିଫିକେସନ୍ ଦେଖନ୍ତୁ 10th ପାସ୍, +2 +3 PG CT BD କରିଥିବା ଦରକାର। କୌଣସି ଲିଖିତ ପରୀକ୍ଷା ନାହିଁ, ସିଧା ଭର୍ତ୍ତି ରହିବ। ଚାଲନ୍ତୁ ଦେଖିବା କ'ଣ ଭ୍ୟାକେନ୍ସି ଅଛି। ସମ୍ପୂର୍ଣ୍ଣ ରୂପେ ଭିଡ଼ିଓଟାକୁ ଦେଖନ୍ତୁ। ସମ୍ପୂର୍ଣ୍ଣ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଜାଣିପାରିବେ କ'ଣ ଡକ୍ୟୁମେଣ୍ଟ ଦରକାର, କ'ଣ କେତେ ସାଲାରୀ ରହିବ। ଦେଖନ୍ତୁ ଅର୍ଜେଣ୍ଟ ରିକ୍ୱାରମେଣ୍ଟ। ଦେଖନ୍ତୁ ଲେକ୍ଚର ପାଇଁ ଭ୍ୟାକେନ୍ସି ଅଛି। ଦେଖନ୍ତୁ ଫିଜିକ୍ସ ଅଛି, କେମିଷ୍ଟ୍ରି ଅଛି, ମ୍ୟାଥ ଅଛି, ବାୟୋଟନି ଅଛି, ଜୁଲୋଜି ଅଛି, IT ଅଛି, କମର୍ସ ଅଛି। ତାପରେ ଦେଖନ୍ତୁ ତାପରେ ଇଂଲିଶ ଅଛି, ତାପରେ ଓଡ଼ିଆ ଅଛି, ହିନ୍ଦୀ ଅଛି। ଏସବୁ ବିଭିନ୍ନ ପ୍ରକାର ପୋଷ୍ଟ ଅଛନ୍ତି। ଦେଖନ୍ତୁ ଦେଖିପାରୁଥିବେ। ତାପରେ ସାଂସ୍କ୍ରିଟ ଅଛି, ବିଭିନ୍ନ ପ୍ରକାର ଦେଖୁଥିବେ। ତାପରେ ଇଏ ହେଲା ଲେକ୍ଚର ପାଇଁ ପୋଷ୍ଟ ଗଲା। ଦେଖନ୍ତୁ ଅଫିସ ଆସିଷ୍ଟାଣ୍ଟ ମାନେ ନନ୍ ଟିଚିଂ ପୋଷ୍ଟ, ଅଫିସ ଆସିଷ୍ଟାଣ୍ଟ ଅଛି। ତାପରେ ଆଡମିନିଷ୍ଟ୍ରେଟିଭ ଏକ୍ଜିକ୍ୟୁଟିଭ ଅଛି। ତାପରେ ଫ୍ରଣ୍ଟ ଅଫିସ ଏକ୍ଜିକ୍ୟୁଟିଭ ଅଛି। ତାପରେ ଆକାଉଣ୍ଟାଣ୍ଟ ଅଛି। ତାପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପୋଷ୍ଟ ଅଛି। ତାପରେ ପିଅନ ଭଳିଆ ପୋଷ୍ଟ ଅଛି। ତାପରେ ଡ୍ରାଇଭର ଅଛି, କୁକ୍ ଅଛି। ଦେଖନ୍ତୁ ବିଭିନ୍ନ ପ୍ରକାର ଭେରିୟସ୍ ପୋଷ୍ଟ ଅଛି। ଦେଖନ୍ତୁ ଅନମୋଲ କଲେଜ +2 +3 ସାଇନ୍ସ କଲେଜ। ଦେଖନ୍ତୁ ଏ ଭୁବନେଶ୍ୱର ତରଫରୁ ବାହାରିଛି। ଦେଖନ୍ତୁ ଉତ୍ତରା ଛକ ଇନ୍ ଫ୍ରଣ୍ଟ ଅଫ୍ CIFA ଭୁବନେଶ୍ୱର ତରଫରୁ ଅଛି। ଦେଖନ୍ତୁ ଯଦି ଅଧିକା କିଛି କ୍ୱାଲିଫିକେସନ୍ କିଛି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏଇ ନମ୍ବରରେ ଆପଣ କଲ୍ କରି ଯୋଗାଯୋଗ କରିପାରିବେ। ଆପଣଙ୍କୁ କେଉଁ ଜାଗାରେ ଇଣ୍ଟରଭ୍ୟୁ ହେବ, କ'ଣ ଡକ୍ୟୁମେଣ୍ଟ ନେଇକି ଯିବାକୁ ପଡ଼ିବ, ଏ ନମ୍ବରରେ ଆପଣ ଫୋନ୍ କରି ଜାଣିପାରିବେ। ଦେଖନ୍ତୁ ଭିଡ଼ିଓଟା ଏପର୍ଯ୍ୟନ୍ତ ବି ସରିନି, ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଆପଣଙ୍କ ସ୍ୟାଲେରୀ କେତେ, କ'ଣ ଡକ୍ୟୁମେଣ୍ଟ ଦରକାର, କ'ଣ ଆପଣଙ୍କ ଏଲିଜିବିଲିଟି କ'ଣ, ସବୁ ଜବ୍ ଟାଇପ୍ କ'ଣ, ସମ୍ପୂର୍ଣ୍ଣ ଜାଣିପାରିବେ। ଦେଖନ୍ତୁ ଆଉ ଗୋଟେ ଭ୍ୟାକେନ୍ସି ବାହାରିଛି। ଦେଖନ୍ତୁ ଡୋନ୍ ପବ୍ଲିକ୍ ସ୍କୁଲ। ଦେଖନ୍ତୁ ହାରିଂ ଟିଚର ପୋଷ୍ଟ। ଦେଖନ୍ତୁ PRT ଟିଚର, TGT ଟିଚର ଅଛି। ତାପରେ PGT ଅଛି। ଅଲ୍ ସବଜେକ୍ଟ ପାଇଁ ଟିଚର ଅଛନ୍ତି। ଦେଖନ୍ତୁ ତାପରେ ନନ୍ ଟିଚିଂ ପୋଷ୍ଟ ବି ଅଛି। PET ଅଛି, ଲାଇବ୍ରେରିଆନ ଅଛି, ଲ୍ୟାବ୍ ଆସିଷ୍ଟାଣ୍ଟ ଅଛି। ତାପରେ କ୍ୟାସିୟର ଅଛି, ହଷ୍ଟେଲ ୱାର୍ଡେନ୍ ଅଛି। କ୍ୱାଲିଫିକେସନ୍ ଏସବୁ ଦେଖିପାରୁଥିବେ। ସାଲାରୀ ନେଗ୍ଜିବୁଲ୍ ରହିବ। ଦେଖନ୍ତୁ ଇଏ ହେଲା ଆପଣଙ୍କର ରହିବ। ଦେଖନ୍ତୁ 19/1/2025 19/1/2025 ଇଣ୍ଟରଭ୍ୟୁ ରହିବ। ଏଠି ଦେଖନ୍ତୁ 9/2/2025 ଇଣ୍ଟରଭ୍ୟୁ ରହିବ। ଦେଖନ୍ତୁ ଏ ଆଡ଼ଭାନ୍ସମେଣ୍ଟରେ ଆପଣ କ'ଣ କରିବେ, ଏ ଇମେଲ୍ ଆଡ୍ରେସ୍, ଏ ଫୋନ୍ ନମ୍ବରରେ ଆପଣଙ୍କ ରିଜ୍ୟୁମ୍ଟାକୁ ସେଣ୍ଡ କରିବେ। ଓକେ, ଏ ଆଡ଼ଭାନ୍ସମେଣ୍ଟରେ ଆପଣ ରିଜ୍ୟୁମ୍ ଆଉ ଇମେଲ୍ ଆଇଡ଼ିଟା ସେଣ୍ଡ କରିବେ। ଏଥିରେ ଦେଖନ୍ତୁ ଏଥିରେ ଯେଉଁ ଅଛି ଆପଣଙ୍କର ଯେଉଁ ଇଣ୍ଟରଭ୍ୟୁ ଡେଟ୍ଟା ଦେଖନ୍ତୁ 19/1/2025 ସଣ୍ଡେ। ଦେଖିପାରୁଥିବେ ସଣ୍ଡେ 10:30ରେ ଅଛି। ଓକେ, ସମ୍ପୂର୍ଣ୍ଣ ରୂପେ ଭିଡ଼ିଓ ସହିତ ଜାରି ରହନ୍ତୁ। ସମ୍ପୂର୍ଣ୍ଣ କିଛି ଜାଣିପାରିବେ। ଦେଖନ୍ତୁ ରିକ୍ୱାର୍ଡ ଡକ୍ୟୁମେଣ୍ଟ କ'ଣ ଦରକାର। ଦେଖ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, ବାୟୋଡାଟା ଫର୍ମ, ଆକ୍ଟିଭ୍ ଇମେଲ୍ ଆଣ୍ଡ ଫୋନ୍ ନମ୍ବର। ଦେଖନ୍ତୁ ଫ୍ରଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ। ତାପରେ ଦେଖନ୍ତୁ ସାଲାରୀ କେତେ ମିଳିବ। ଦେଖନ୍ତୁ ସାଲାରୀ 8,000ରୁ 35,000 ଭିତରେ ଆପଣଙ୍କୁ ପର୍ ମନ୍ଥ ମିଳିବ। ଦେଖନ୍ତୁ ଏଜ୍ ଲିମିଟ୍ 18ରୁ 62 ବର୍ଷ ଭିତରେ ହେଉଥାଏ। ସିଲେକ୍ସନ୍ ପ୍ରୋସେସ୍ ଦେଖନ୍ତୁ ଇଣ୍ଟରଭ୍ୟୁ ହେବ, ଏକ୍ସପିରିଏନ୍ସ ଦେଖାଯିବ। ତାପରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ। ତାପରେ ଆପ୍ଲିକେସନ୍ ଫିସ୍ ଦେଖ ନୋ ଫିସ୍ ଅଲ୍ କାଟାଗୋରିଜ୍, ମାନେ କୌଣସି ପଇସା ଆପଣଙ୍କ ଠାରୁ କେହି ନେବେନି, କି କେହି ଯେ ବି ମାଗିଲେ ଆପଣ ଦେବେନି ଜମା। ତାପରେ ଆପ୍ଲାଏ ମୋଡ଼ ଦେଖନ୍ତୁ ଅନଲାଇନ୍ ବାଇ ଜିମେଲ୍। ଓକେ, ତାପରେ ଦେଖନ୍ତୁ ତାପରେ କ'ଣ ଅଛି ଦେଖନ୍ତୁ। ତାପରେ ଦେଖନ୍ତୁ ହଷ୍ଟେଲ ୱାର୍ଡେନ୍ ଅଛି। +3 ଆର୍ଟସ୍ ସାଇନ୍ସ କମର୍ସ। କ୍ୱାଲିଫିକେସନ୍ କେଉଁ ପୋଷ୍ଟ ପାଇଁ କେଉଁ କ୍ୱାଲିଫିକେସନ୍। LAD PET ଦେଖନ୍ତୁ ବ୍ୟାଚଲର୍ସ ଅଫ୍ ଫିଜିକାଲି ଏଜୁକେସନ୍। ତାପରେ ଏସବୁ କ୍ୱାଲିଫିକେସନ୍। ତାପରେ ଲାଇବ୍ରେରିଆନ୍ ଦେଖ BLIB SC ସାଇନ୍ସରେ କରିଥିବା ଦରକାର। ତାପରେ ପିଅନ ପାଇଁ 10th ପାସ୍ ଦରକାର। ଡ୍ରାଇଭର ପାଇଁ 10ମ ପାସ୍ ୱିଥ୍ ଡ୍ରାଇଭିଂ ଏକ୍ସପିରିଏନ୍ସ ଦରକାର। ଓକେ, ତାପରେ ଅଫିସ୍ ଆଟେଣ୍ଡାଣ୍ଟ ପାଇଁ ଦେଖନ୍ତୁ +2 ପାସ୍ ଦରକାର। ତାପରେ କୁକିଂ ପାଇଁ 8ମ ପାସ୍ ଦରକାର। ତାପରେ ଦେଖନ୍ତୁ ଆଉ ଅଛି ଏଜୁକେସନ୍ କ୍ୱାଲିଫିକେସନ୍। ଦେଖନ୍ତୁ ଲେକ୍ଚର PG ଇନ୍ ଲେକ୍ଚର ପାଇଁ ରିଲେଭେଣ୍ଟ ସବଜେକ୍ଟ ୱିଥ୍ 55% ମାର୍କ ଦରକାର। ଦେଖନ୍ତୁ PGT ପାଇଁ PG କରିଥିବା ଦରକାର। ଇନ୍ ରିଲେଭେଣ୍ଟ ସବଜେକ୍ଟ ୱିଥ୍ BED କରିଥିବା ଦରକାର। TGT ପାଇଁ ଦେଖନ୍ତୁ ଗ୍ରାଜୁଏଟ୍ ଇନ୍ ରିଲେଭେଣ୍ଟ ସବଜେକ୍ଟ ୱିଥ୍ BED କରିଥିବା ଦରକାର। PRT ଦେଖନ୍ତୁ ଗ୍ରାଜୁଏଟ୍ ୱିଥ୍ DEI BED କରିଥିବା ଦରକାର। ଓକେ, ଭିଡ଼ିଓ ସହିତ ସମ୍ପୂର୍ଣ୍ଣ ଜାରି ରୁହନ୍ତୁ। ଭିଡ଼ିଓଟାକୁ ମୋଟେ ବି ସ୍କିପ୍ ନ କରି ଆପଣ ପୁରା ଦେଖନ୍ତୁ। ଦେଖନ୍ତୁ ଜେଣ୍ଡର କ'ଣ ଅଛି, ବଟ୍ ମେଲ୍ ଆଣ୍ଡ ଫିମେଲ୍। ଜବ୍ ଟାଇପ୍ ହେଉଛି ଗଭର୍ଣ୍ଣମେଣ୍ଟ ଜବ୍। ଦେଖନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍ ହେଲା, ବୁଝିପାରୁଥିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଓଡ଼ିଶାରେ ରହିବ।
ତାପରେ ଦେଖନ୍ତୁ ତ ଅର୍ଗାନାଇଜେସନ୍ ନେମ୍ ଦେଖନ୍ତୁ ପବ୍ଲିକ୍ ସ୍କୁଲ୍ ଓଡ଼ିଶା। ହାଉ କ୍ୟାନ୍ ଆପ୍ଲାଏ? ଓଡ଼ିଶାର ଅଲ୍ କ୍ୟାଣ୍ଡିଡେଟ୍ ପିଲା ପୁଅ ଏବଂ ଝିଅ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କୁ ଭିଡ଼ିଓଟା ଭଲ ଲାଗିଥାଏ ଆପଣ ଗୋଟେ ଲାଇକ୍ ସବସ୍କ୍ରାଇବ୍ ସେୟାର କରନ୍ତୁ। ତ ଏଭଳିଆ ଅପରଚ୍ୟୁନିଟି ଛାଡ଼ନ୍ତୁ ନାହିଁ। ଯେମିତି ବି ହଉ ଆପ୍ଲାଏ କରନ୍ତୁ, ନମ୍ବର ଦ୍ୱାରା ହଉ କି ଇମେଲ୍ ଦ୍ୱାରା ହଉ, ଯେମିତି ହଉ ଆପ୍ଲାଏ କରନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ଦିଅନ୍ତୁ, ଯାହାଫଳରେ ବି ଆଗାମୀ ଯଦି ସବୁ ଗଭର୍ଣ୍ଣମେଣ୍ଟ ଜବ୍ ବା ପ୍ରାଇଭେଟ୍ ଜବ୍ ଆସେ ଏଇ ଚ୍ୟାନେଲ୍ରେ ଆପଣ ଅପଲୋଡ଼ କଲେ ଆପଣ ଦେଖିପାରିବେ। ଚ୍ୟାନେଲ୍କୁ ନିଶ୍ଚୟ ସବସ୍କ୍ରାଇବ୍ କରି ରଖନ୍ତୁ।